ଅଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ବେତଣ୍ଡା ଗ୍ରାମର ଜଣେ ନିରୀହ ସ୍ୱାମୀ ପରିତ୍ୟକ୍ତା ମହିଳା ଯାହାଙ୍କ ନାଁ ଶାନ୍ତିଲତା ଦିଘା। ସ୍ୱାମୀ ପରିତ୍ୟକ୍ତା ସ୍ୱାମୀଙ୍କ ନାଁ ହେଲା ପ୍ରଦୀପ ଦିଘା। ପ୍ରତାରଦପୁରର ବେତଣ୍ଡା ଗ୍ରାମରେ ଏହା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକରେ ଅବସ୍ଥିତ। ପ୍ରକୃତରେ ଏହି ଅଞ୍ଚଳର ସ୍ଥିତି କ'ଣ ଦେଖି ବୁଝିବା ଆଉ ପରଖିବା ପ୍ରକୃତ ପରିସ୍ଥିତି। ରିଏଲିଟି ଜିରୋରେ କ'ଣ ଚାଲିଛି ଘଟଣା, ପ୍ରକୃତରେ ଲୋକମାନେ ଭତ୍ତା ପାଉଛନ୍ତି କି ନାହିଁ, ପ୍ରକୃତରେ ଲୋକଙ୍କ ପାଖରେ ଘର ପହଞ୍ଚିଛି କି ନାହିଁ, ପ୍ରକୃତରେ ଭୂମିହୀନମାନଙ୍କୁ ତାଙ୍କର ଭୂମି ପ୍ରଦାନ କରାଯାଇଛି କି ନାହିଁ, କ'ଣ ସବୁ ଅସୁବିଧା ରହିଛି ଏରିଆର। ବର୍ତ୍ତମାନ ପାଇଁ ଆମେ ପହଞ୍ଚିଛୁ ଏଇ କୋଉ ଗାଁ ଆଜ୍ଞା? ନମସ୍କାର ଓଡ଼ିଶା ଦର୍ଶନ କୁ ଆଇ ହେଉଛି ଆମ ପ୍ରତାପରୁଦ୍ରପୁର ଗ୍ରାମ ପଞ୍ଚାୟତର ବେତେଣ୍ଡା ଗ୍ରାମ ଯେ ଯୋଉ ବେତେଣ୍ଡା ଗ୍ରାମରେ ଏଇ ଯୋଉ ସରକାରଙ୍କ ଆମ କୁଶଭଦ୍ରା ନଦୀ ଏବଂ ଗୋବ୍ରାଞ୍ଚ କେନାଲ ମଧ୍ୟ ଭାଗରେ ସରକାର ଜାଗାରେ ଡେଲ୍ଟା ଆକ୍ୱାରେ ଦୀର୍ଘ ଦିନ ହବ ରହିଲେଣି। ତାଙ୍କ ସ୍ୱାମୀ ଛାଡ଼ି ଦେଇଥିଲେ ଏବଂ ଦ୍ୱିତୀୟ ବିବାହ କରି ମଧ୍ୟ ତାଙ୍କ ସ୍ୱାମୀ ବି ମରିଗଲେଣି, ତାଙ୍କ ସହିତ କିଛି ସମ୍ପର୍କ ତାଙ୍କର ନାହିଁ। ଗୋଟେ ଦୁଃଖଦାୟକ ହଉଛି ସେ କରୋନା ଟାଇମରେ ବହୁତ ଅସୁବିଧାର ସମ୍ମୁଖୀନ ହଉଥିଲେ। ଯେତେବେଳେ ଆମେ ସମାଜ ସେବା କରୁଛୁ ସେତେବେଳେ ମୋହନ ସରକାର ନଥିଲେ, ନବୀନ ପଟ୍ଟନାୟକ ଥିଲେ, ସେତେବେଳେ ଆମେ ତାଙ୍କୁ ଯେତେବେଳେ ଲେଖା ଲେଖି କରିଦେଲୁ ତାଙ୍କୁ ଅନ୍ତତଃ ଚାଉଳ ରେସନ କାର୍ଡ ମିଳିଛି, ଭତ୍ତାଟିଏ ମିଳିଛି, ଯୋଉ ଜାଗା ଖଣ୍ଡେ ମିଳିନି। ଜାଗା ଖଣ୍ଡେ ମିଳିନି, ତାଙ୍କର ଯୋଉ ତଦନ୍ତକାରୀ ସଂସ୍ଥା ସେ ଯୋଉଠୁ ଆଇଥିଲେ ସେ ବି ଦରଖାସ୍ତ କଲା ପରେ ତଦନ୍ତ କରାଗଲା ବି ସେଠି ତାଙ୍କର ନିଜର ଜାଗା ନାହିଁ। ଭାଇ ନା ଏବେ ତ ଆମ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସେ ତ କହିଛନ୍ତି ଯଦି ଯାହାର ପ୍ରକୃତରେ ଜମି ନାହିଁ 3 ଗୁଣ୍ଠରୁ କମ ଜମି ଯାହାର ବି ନାଇଁ 4 ଡିସିମିଲ୍ 3 ଗୁଣ୍ଠରୁ କମ ମାନେ 12 ଡିସିମିଲ୍ରୁ କମ ଯଦି ଜମି ବି ଅଛି ସେ ଭୂମିହୀନ ରୂପରେ ପରିଗଣିତ ହବ। କିନ୍ତୁ ତ ଆମେ ଦେଖିଲେ ବର୍ତ୍ତମାନ ପାଇଁ ଏଇ ଯୋଉ ମାଉସୀ ଅଛନ୍ତି, ମାଉସୀ ଆସିଲେ, ଆପଣଙ୍କ ନାଁ କ'ଣ? ଶାନ୍ତିଲତା ଦିକାର। ଆଚ୍ଛା, ଆପଣଙ୍କର ଜମି କି ଆମର ଜମି ଅଛି ରହିବା ପାଇଁ? ନାହିଁ ଆଜ୍ଞା, ଜମା ନାହିଁ। ଆଚ୍ଛା, ଏହା କ'ଣ ସବୁ? ଆଧାର କାର୍ଡ, ବ୍ୟାଙ୍କ ବହି, ରେସନ କାର୍ଡ ସବୁ ଅଛି। ରେସନ କାର୍ଡ ତ ମିଳିଛି, ଆପଣ ତ ଚାଉଳ ମିଳୁଥିବ। ଏ ଦରଖାସ୍ତ ଦେଇଛନ୍ତି। ଓହୋ, ଆପଣ ଦେଖୁଛନ୍ତି ଆମ ପାଖରେ ଗୋଟେ ଦରଖାସ୍ତ ଅଛି। ଶ୍ରୀଯୁକ୍ତ ରାଜସ୍ୱ ମନ୍ତ୍ରୀ ଓଡ଼ିଶା ଭୂମିହୀନ ପରିବାରକୁ ଘର ପଟ୍ଟା ମିଳିବା ସମ୍ପର୍କରେ। ଆଚ୍ଛା, ରାଜସ୍ୱ ମନ୍ତ୍ରୀ ଆପଣଙ୍କ କଥା ଶୁଣିଲେଣି? ନାହିଁ ଆଜ୍ଞା, କିଛି ତ 2 ଥର 3 ଥର ଦେଲି ନାଁ ରେକି, ଆଉ ସେମାନେ କିଛି ଉତ୍ତର ବି ନିଜେ ଦଉନାହାନ୍ତି। ଯାଇଥିଲେ ରାଜସ୍ୱ ମନ୍ତ୍ରୀ। ଶୁଣନ୍ତୁ ଆଜ୍ଞା, ଯେହେତୁ ସେତେବେଳେ ତାଙ୍କର ଚାଉଳ ପତ୍ର ନଥିଲା, ହଇରାଣ ହଉଥିଲେ ନାବାଳିକା ଝିଅକୁ ଧରିକି, ତାପରେ ଆମେ ତାକୁ ସହଯୋଗର ହାତ ବଢେଇଥିଲୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରେସନ କାର୍ଡ ଦେଇଥିଲେ, ଭତ୍ତା ସିଷ୍ଟମ କରିଥିଲେ। ସେଇ ଟାଇମରେ ତାଙ୍କର ଗୋଟେ ନାବାଳିକା ଝିଅକୁ ଜଣେ ଅପହରଣ କରି ନେଇଯାଇଥିଲା, ତାକୁ ଉଦ୍ଧାର କରିବାକୁ ପୋଲିସର ସହାୟତା ନେଇଥିଲୁ ବାଲିଅନ୍ତା ଥାନାର, ସେ ବି ଉଦ୍ଧାର କରିଥିଲେ। ସେ ଝିଅଟି ଉଦ୍ଧାର କଲା ପରେ ପାଠ ମଧ୍ୟ ଏବେ ପଢୁଛି। କିନ୍ତୁ ସରକାରଙ୍କର ଯୋଉ ବିକାଶମୂଳକ ବଳାତ୍କାର ପୀଡ଼ିତାଙ୍କ ସହାୟତା ରାଶି ମଧ୍ୟ ଆପ୍ଲାଏ କଲେ ମଧ୍ୟ ଏପର୍ଯ୍ୟନ୍ତ ମିଳିନାହିଁ ତାଙ୍କର। ତ ଦୁଃଖଦାୟକ ହଉଛି ଗୋଟେ ଘର ଡିହ ପଟ୍ଟା ପାଇଁ ସେ ପୂର୍ବରୁ ଦେଇ ଆସିଲେଣି, କିନ୍ତୁ ଏପର୍ଯ୍ୟନ୍ତ ମିଳିନି। ରାଜସ୍ୱ ମନ୍ତ୍ରୀଙ୍କୁ ଦେଖା କଲେ, ରାଜସ୍ୱ ମନ୍ତ୍ରୀ ବି ତାଙ୍କୁ କହିଲେ ତୁମେ ଫର୍ମ ପକେଇଛ ତହସିଲରେ? କହିଲେ ହଁ ପକେଇଛି, ପୂର୍ବରୁ ପକେଇଥିଲେ। ଆର୍ଆଇ ବି ତଦନ୍ତ କଲେ। ଏବେ ଯେତେବେଳେ ଆର୍ଆଇ ପାଖକୁ ଗଲେ, ଆର୍ଆଇ କହିଲେ ମୁଁ ତ ଆଗରୁ ରିପୋର୍ଟ କରିଦେଇଛି ତମର କିଛି ନାହିଁ ବୋଲି, ତେଣୁ ତମେ ଭୂମିହୀନରେ ଯାଇଛ, ତମେ ପଟ୍ଟା ପାଇବା କଥା। ଆଉ ସବୁ ତହସିଲଦାର ତ ପଟ୍ଟା ଦେବେ, ଆମର ତ କ୍ଷମତା ଅଛି, ଆମେ ତଦନ୍ତ କରିବୁ, ଏରିଆ ତରକିବୁ, କୋଉ ଏରିଆର ଲୋକ ଭଲ ମନ୍ଦ ଯାହା କରିବା କଥା, ତୁମର ନାହିଁ ବୋଲି ଦେଇଦେଲୁ, ତେଣୁ ଜାଗା ଦେବେ ସରକାର। ତେଣୁ ସେ ପୁନର୍ବାର ଆଉ ଥରେ ବି ତହସିଲକୁ ପଠେଇଛନ୍ତି। ଆମେ ଏଠି ଜାଣିପାରୁଛେ ଯେ ଏଠି ପ୍ରଶାସନିକ ଅଧିକାରୀ ଭିତରେ ଗୋଟେ ଖାପ ଖାଉନି। ଜଣେ ତଦନ୍ତ କରିବ, ଆଉ ଜଣେ ପଟ୍ଟା ଦବ, ଆଉ ମଝିରେ ରହିଲା ତହସିଲଦାର। ଆଚ୍ଛା, ଯଦି ଆମର ରାଜସ୍ୱ ଅଧିକାରୀ ନିରୀକ୍ଷକ ଯାହା କହୁଛେ, ସିଏ ଯଦି ଠିକ ଠାକ ଲେଖିକି ଦେଇଛନ୍ତି, ଯଦି ପଟ୍ଟା ଦବ ତାଙ୍କର ଗଲତି ନାହିଁ, ଆମେ ତାଙ୍କ ଦୋଷ ଦଉନୁ। କାହିଁକିନା ଅନେକ ଲୋକଙ୍କର ସେ ସମସ୍ୟାକୁ ଲେଖିକି ଦେଇଛନ୍ତି। ଆମେ ସମାଜ ସେବା ହିସାବରେ ଯେତିକି ଜାଣିଛୁ, ଆଉ ଭିଙ୍ଗାରପୁର ରାଜସ୍ୱ ନିରୀକ୍ଷକ ଯେବେ ଏବେ ଅଛନ୍ତି, ସେ ବହୁତ ତଦନ୍ତ କରିଛନ୍ତି। ଗୋଟେ ଆଣ୍ଠୁଆରେ ହେଇଥିଲା, ଜାଗା କିଣିଥିଲା, ତା ନାଁରେ ପଟ୍ଟା ହେଇପାରୁନି, କିଣା କବଲା ଅଛି, ପଟ୍ଟା ହେଇପାରୁନି, ତାର ବିଧିବଦ୍ଧ ତଦନ୍ତ କରିଦେଲେ, କିନ୍ତୁ ପଟ୍ଟା ବାହାରିନି। ସେ ତ ନିରୀକ୍ଷକଙ୍କ କାମ ନୁହଁ, କାମ ହେଲା ସେ ତଦନ୍ତ କରିବେ, ସତ୍ୟତା ଉପରେ ଦେବେ, ନହେଲେ ନାହିଁ କରିଦେବେ। ସେ ଦେଲା ପରେ ଯଦି ନହବ, ତାହେଲେ ପ୍ରଶାସନ ଅଧିକାରୀ ଯୋଉମାନେ ଉପର ସ୍ତରରେ ରହିଲେ,
ପଟ୍ଟା ବଣ୍ଟନ କରିବା ସଂସ୍ଥା ପଟ୍ଟା ସେମାନେ ବଣ୍ଟନ ଦଉନାହାନ୍ତି, କରୁଥିବା ସଂସ୍ଥାଙ୍କ ପାଖରେ କିଛି ନା କିଛି ସମସ୍ୟା ଅଛି। ଲୋକଙ୍କର ଯାହାକି ସେମାନେ ସମସ୍ୟାକୁ ଜାଣି ଶୁଣି ଜାଣି ଗରିବ ଶୁଣି ଲୋକଙ୍କୁ ହୁଏତ ଦଉନାହାନ୍ତି। ଗରିବ ଶ୍ରେଣୀର ଲୋକଙ୍କୁ ଦଉନାହାନ୍ତି ବା ଦବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। ନା, ଯଦି ଥାନ୍ତା ଇଚ୍ଛା ରାଜ୍ୟ ସରକାର କହିଦେଲେ, ତାପରେ ତଦାରଖ କରୁନାହାନ୍ତି। ଯୋଉମାନେ ତାଙ୍କୁ ଦରଖାସ୍ତ କରିଛନ୍ତି ତାପରେ କେତେ କାର୍ଯ୍ୟାନୁଷ୍ଠାନ ନେଲେ, କଲେକ୍ଟର ପାଖରେ କେତେ ଅଭିଯୋଗ କରିଛନ୍ତି, କଣ ସମାଧାନ ହଉଛି। ଖାଲି ଭାଷଣ ଦେଇଦେଲେ କାମ ହୁଏ ନାହିଁ। କାମ ହଉଛି କାଗଜ। ଯଦି ମନ୍ତ୍ରୀ ହୋ, MLA ହୋ, ସରପଞ୍ଚ ହୁଅ, ଯଦି ଗୋଟିଏ ଜିନିଷ ମୁଁ ସବୁବେଳେ କହେ, ସରକାର ଯଦି କହିବେ ପ୍ରୋତ୍ସାହନ ଦଉଛନ୍ତି କିଏ ଯେ ଭଲ କାମ କରିବ, ମୁଁ ତାହା ଚାହେଁନି। ଯଦି ଗୋଟିଏ ଲୋକ ସରକାର କହିବ ଯିଏ ଯେତେ କମ୍ପ୍ଲେନ ଦବ ସେତେ ପ୍ରୋତ୍ସାହନ ନବ, ତାହେଲେ ହୁଁ ସମସ୍ତେ କମ୍ପ୍ଲେନକୁ ଆଗ୍ରହ କରନ୍ତେ। ହୁଁ ହୁଁ ଯଦି କମ୍ପ୍ଲେନଟାକୁ ଆଗ୍ରହ ନ କରି ପ୍ରୋତ୍ସାହନକୁ ଆଗ୍ରହ କଲେ ସେ ଆଉ କମ୍ପ୍ଲେନଟା ଗୁରୁତ୍ୱ ଦେବେନି। ହୁଁ ହୁଁ ତେଣୁ କମ୍ପ୍ଲେନଟା ଯଦି କଲେକ୍ଟର ହଉ, ମୁଖ୍ୟମନ୍ତ୍ରୀ କହିବେ ଯିଏ ହଉ ପଞ୍ଚାୟତରୁ ଲୋକଙ୍କ ସମସ୍ୟା ବେଶୀ ଆସିବ, ଆମେ ତାକୁ ପୁରସ୍କୃତ କରିବୁ, ତାହେଲେ ବା ଏମାନେ ସେଇ ଆଗ୍ରହ ପଞ୍ଚାୟତ ପାଆନ୍ତେ, ଅଧିକାରୀ ମାନେ ପୁରସ୍କୃତ ହେବେ। ହୁଅନ୍ତେ। କିନ୍ତୁ ତାର ଓଲଟାଟା ସେ କରୁଛନ୍ତି, ଆମେ ତାଙ୍କୁ ପୁରସ୍କୃତ କରୁ ଭଲ କାମ। ଆରେ ଭଲ କାମ ହେଇଥିଲେ ଇଏ କାହିଁ ପଟା ପାଇଁ ବାରମ୍ବାର ଦୌଡନ୍ତା, ଭଲ ମନ୍ଦ କହନ୍ତା। ତେଣୁ ସେଇଥିପାଇଁ ଆପଣଙ୍କ ଯୋଉ ଓଡିଶା ଦର୍ଶନ ମାଧ୍ୟମରେ କହୁଛୁ ମାନ୍ୟବର ମୁଖ୍ୟମନ୍ତ୍ରୀ କି ଆପଣ ଗୋଟେ ଅରଡ କରନ୍ତୁ, ଯୋଉ ପଞ୍ଚାୟତରୁ ବେଶୀ ଅଭିଯୋଗ ଯିବ ସେହି ପୁରସ୍କୃତ ପାଇବ। କାହିଁକିନା ଅଭିଯୋଗଟା ଗଲା ପରେ ଆପଣ ତାକୁ ତଦାରଖ କରିକି ତା ସୁବିଧା ଦେବେ। ତେଣୁ ଅଭିଯୋଗଟା ତମେ ନ କରି ପୁରସ୍କୃତ କରିଦେଲେ, ସେ ଘରେ ବସି କାଗଜ ପତ୍ର କରିଦେଲେ ଏ ପଞ୍ଚାୟତ ଠିକ ଅଛି, ତୁମେ ଦେଖିଲା ପଞ୍ଚାୟତର ଲୋକ ସେବା ଠିକ ଆଚ୍ଛା, ପାଇଛନ୍ତି। ନିଶ୍ଚିତ ରୂପରେ ଘରଟିଏ ନିହାତି ଆବଶ୍ୟକ। ଆଚ୍ଛା, ସେ ଆମର ତ ଜାଗା ନାହିଁ ବୋଲି ବା ଘର ଜମି ଆଜ୍ଞା ମିଳୁନି। ଜମି ଆମର ନାହିଁ, ନାଇଁ କି? ଜାଗା ନାହିଁ ବୋଲି ଆପଣଙ୍କୁ ମଧ୍ୟ ଗୋଟେ ଆବାସ, ସେ ଅନ୍ତର୍ଦୟ ଗୃହ ଯୋଜନା ହଉ ବା ଇନ୍ଦିରା ଆବାସ ହଉ, ତାପରେ ଆଉ ଏଇଟା ଗୋଟେ ଜିନିଷ ମିଳିପାରୁନି। ଆପଣ ଏଇଟା ମାଧ୍ୟମରେ ଆମେ ରାଜ୍ୟ ସରକାରଙ୍କୁ କହିଥିଲୁ, ପୂର୍ବ ଦେଖ ପଦାରେ ଆସି ଗଣମାଧ୍ୟମରେ ରୋଷେଇ କହିଥିଲୁ, କରୁଛନ୍ତି। ଗଣମାଧ୍ୟମରେ କହିଥିଲୁ, ଏବେ ମଧ୍ୟ କହୁଛୁ। ସିଏ ବି ଚାହୁଁଛି, ମୋର ପୁଅ ପାତି ନାହିଁ, ଗୋଟିଏ ଝିଅ, କୋଉଠି ବିବାହ ତୋଳା ହବ କଣ ନାହିଁ। ମୁଁ ତ ଦୁଃଖ କଷ୍ଟରେ ସ୍ୱାମୀ ଛାଡ଼ିଦେଲା, ପିଲାକୁ ପାଠ ପଢିବା ଚଳିବା ଭାରି କଷ୍ଟ। ଯଦି କଷ୍ଟ, ମତେ ସରକାର ଯଦି ଏଇଠି ଖଣ୍ଡେ ଘର ଦେଇ ଦିଅନ୍ତୁ, ଯଦି ମୁଁ ଚଳିଲି ମୋ ଝିଅ ଚଳିଲା, ଯଦି ଝିଅ ନ ରହିଲା ନା ସରକାର କ୍ଷେତ୍ରରେ ଘରଟି ଲାଗିବ। ମୋର ଆଉ ତ ଏଇଠି ନବାର ନାହିଁ, କାହିଁକିନା ସରକାର ଜାଗା ମୁଁ କଣ ବିକିଲେ କିଏ ନେଇଯିବ କି? ଏଟା ସରକାର କ୍ଷେତ୍ରରେ ଲାଗିବ। ଯଦି ମତେ ଜାଗା କୋଉଠି ନ ଦଉଛ ଦୁଃଖ ନାହିଁ, ଏଇଠି ଗୋଟେ ଘର ଦେଇଦିଅ, ମୁଁ ଏଇଠି ଘରଟି କରିବି, ରହିବି, ଯେତେ ଦିନ ବଞ୍ଚିବି ସରକାର ସେ ମତେ ପର୍ଯ୍ୟନ୍ତ ଦେଇଥିଲେ। ହଁ। ମୋ ଝିଅଟି ଆଜି ଅଛି କୁଆଡେ ବିବାହ ତୋଳା ହେଇକି ଯିବ, ଯଦି ସେ ନ ଆସିବ ଗଲା ସରକାରଙ୍କ କୋଠ ଘରରେ ଲାଗିବ, ସେ ବି କିଛି ଭୁଲ ବି କହିନି। ତାପରେ ରୋଷେଇ ଘର ଯୋଉ ଉଜାଲା ଗ୍ୟାସରେ ଆପ୍ଲାଏ କରିଛି, ଉଜାଲା ଗ୍ୟାସରେ କାଗଜ ପତ୍ର ନେଇଗଲେ, ନରେନ୍ଦ୍ର ମୋଦୀ କି ଚିଠି ଦିଆଯାଇଥିଲା, ସେ ଅର୍ଡର ଦେଲା ବେଣ୍ଟପୁର HP ଗ୍ୟାସକୁ। HP ଗ୍ୟାସ ବାଲା ଡକେଇଲେ, ଆଙ୍କଠୁ କାଗଜ ପତ୍ର ନେଇଗଲେ, ବର୍ଷେ ହେଲାଣି ଥୋଇକି ବଇଛନ୍ତି, କହୁଛନ୍ତି ହେଲେ ଆମେ ଦବୁ। ତାହେଲେ କଣ ତମେ ସରକାରକୁ ଦେଖେଇଦେଲ ଆମେ ଗ୍ୟାସ ଦେଇଛୁ, ଏହା ତ କାମ। ଆଉ କଣ ତମେ ଏମିତି ଗୋଟେ ଯେତେବେଳେ ବହୁତ କାଗଜଟା ଗୁଡେ ନେଇଗଲ, ତମେ ଦେଖେଇଦେଲ ଆଜ୍ଞା ସେ ଯୋଉ କମ୍ପ୍ଲେନ କରିଥିଲା ଆମେ ତାକୁ ଗ୍ୟାସ ପ୍ରଦାନ କରିଦେଲୁ, ହୁଁ କିନ୍ତୁ ସେ ଗ୍ୟାସ ପାଇନି ବୋଲି କେମିତି ଜାଣିବେ? ସେଥିପାଇଁ ଗ୍ୟାସ ପାଇନି, ବର୍ଷେ ହେଲାଣି କାଗଜ ଦିଆଯାଇଛି। କିନ୍ତୁ ଏହା ଦେଇକି ଓଡିଶା ଆଇଲୁ, ଦର୍ଶନ ସେମାନେ ତ ପ୍ରସାରଣ ଫୋନ କରୁ, କଲେ କହୁଛନ୍ତି ରାଜ୍ୟ ଯେ ସରକାର ଗୁରୁତ୍ୱ ଦିଅନ୍ତୁ। ଆଉ ସିଆଡୁ ଅର୍ଡର ଆଇଲା ଆମେ ତମକୁ ଡାକିବୁ, ଆଉ ହେଲେ ଡାକୁନାହାନ୍ତି। ଅଚାନକ କେବେ ତାହେଲେ ଅର୍ଡର ଆସିବ? ବର୍ଷ ପୁରିଗଲା, ଏଥିରେ କେତେ ଆଉ କେତେବେଳେ ଅର୍ଡର ଆସିବ? ଆଉ ମୁଁ ଏମିତିଆ କଣ ପଦାରେ ରୋଷେଇ କରୁଥିବି, ଆଉ ଉଜ୍ଜଳା ଗ୍ୟାସ କେତେବେଳେ ମିଳିବ? କଣ ମଲା ପରେ ମିଳିବ? କେବେ କୋଶ୍ଚିନ୍ କରିନ୍ତି? ଦିଥର ତ ଫୋନ କରିଥିଲି, ସେଇଟା ସେମାନେ ଯେ ମତେ କହୁଛନ୍ତି ଯେ ଆଉ ସିଆଡୁ ଅର୍ଡର ଆସିଲେ ଆମେ ଦବୁ, ଆମେ କଣ କରିବୁ? ଆଉ ଡକ୍ୟୁମେଣ୍ଟ ସବୁ ଦେଇକି ଆସିଲି ତାଙ୍କୁ। ଦର୍ଶକ ବନ୍ଧୁ ଶୁଣୁଥିବେ, ଶାନ୍ତିଲତା ଦିଖାଳ, ସ୍ୱାମୀ ପରିତ୍ୟକ୍ତ ସ୍ୱାମୀ ପ୍ରଦୀପ ଦିଖାଳ, ଘର ହେଉଛି ବେତଣ୍ଡା, ପଞ୍ଚାୟତ ପ୍ରତାରଦପୁର, ବାଲିଅନ୍ତା ବ୍ଲକ, ଖୋର୍ଦ୍ଧା ଜିଲ୍ଲା। ଏଇ ଯେଉଁ ସମସ୍ୟା ରହିଛି, ଏହି ସମସ୍ୟାକୁ କେବେ ସମାଧାନ ହେବ? ସରକାର କେବେ ଏଥିପ୍ରତି ଦୃଷ୍ଟି ଦେଉଛନ୍ତି? କେବଳ ଆମର ଦେଖିବାର ବାକି ରହିଲା। ଯଦି ସରକାର ଏହି ସମସ୍ୟା ତୁରନ୍ତ ସମାଧାନ କରନ୍ତେ, ତେବେ ଶାନ୍ତିଲତା ଦେବୀ ନିଶ୍ଚିତ ରୂପେ ଖୁସି ହୁଅନ୍ତେ, ଆଉ ଗୋଟେ ଘରେ ଶାନ୍ତିରେ ସମୟ ବିତେଇ ପାରନ୍ତେ। ତା ସହିତ ଉଜ୍ଜଳା ଗ୍ୟାସଟା ଯଦି ମିଳିପାରନ୍ତା, ଏମିତି ପଦାରେ ରୋଷେଇ କରିବାକୁ ପଡ଼ନ୍ତାନି କି ଧୂଆଁ ବାହାରନ୍ତା ନାହିଁ। ସରକାର ତ ଏତେ ଯୋଜନା କରିଛନ୍ତି ସାଧାରଣ ଜନତାଙ୍କ ପାଇଁ, କିନ୍ତୁ ଶାନ୍ତିଲତାଙ୍କ ପ୍ରତି କ'ଣ କରିଛନ୍ତି ସରକାର ନିଜେ ଚିନ୍ତା କରନ୍ତୁ, ଭାବନ୍ତୁ, ଥରେ ବିଚାର କରନ୍ତୁ ଏବଂ ସେହି ଅନୁସାରେ ତାର ସମାଧାନ ବାଟ ମଧ୍ୟ ଆପଣନ୍ତୁ। ରହିଲୁ, ନମସ୍କାର।